ପିଲାମାନେ ପ୍ରଥମେ ଜାଣ ଯେ ନୀତି ବା ଫାଇଲ କାହାକୁ କୁହନ୍ତି। ପ୍ରଥମ କଥା ଏଇଟା ଯଦି ନ ଜାଣିପାରିବ ତାହେଲେ ତମେ କଣ ଆଗକୁ କିଛି ବି ବୁଝିପାରିବନି ହେଲା। ତ ସେଥିପାଇଁ ମୁଁ ଏଇଠି ତମକୁ ମାନେ ଏଇଠି ଆନ୍ସରଟି ଦେଇଛି। ତ ମୁଁ ଏଇଠି ତମକୁ ଦେଖେଇ ବି ଦଉଛି, ଆରାମସେ ତମେ ଲେଖି ରଖ, ନହେଲେ ମୁଁ କହୁଛି ଭଲ ଭାବରେ ବୁଝ ହେଲା। ନୀତି ବା ଫାଇଲ କାହାକୁ କୁହନ୍ତି ହେଲା। ଦେଖ, କାର୍ଯ୍ୟାଳୟର ସମସ୍ତ ପ୍ରକାର ତଥ୍ୟ, ବିବରଣୀ, ଯୋଜନା, ଖସଡ଼ା, ପ୍ରଗତି, ସୂଚନା ସମ୍ପର୍କୀୟ କାଗଜପତ୍ରକୁ, ପ୍ରାମାଣିକ କାଗଜପତ୍ର ବା ରେକର୍ଡକୁ ଏକ ମୋଟା ମଲାଟ ବିଶିଷ୍ଟ ନାଲି କନାର କାଗଜ ପଟା ଉପରେ ବନ୍ଧା ହୋଇଥାଏ। ଏହାକୁ କଣ ନୀତି ବା ଫାଇଲ କୁହାଯାଏ। ବୁଝିପାରିଲ ସମସ୍ତେ? ମାନେ କଣ ମାନେ କାଗଜ ପତ୍ର ବା ରେକର୍ଡର ମୋଟା ମଲାଟ ବିଶିଷ୍ଟ ନାଲି କନାରେ କାଗଜ ପଟା ଉପରେ ବନ୍ଧା ହୋଇଥାଏ ହେଲା। ନାଲି କନାରେ ସେ କଣ ବନ୍ଧା ହେଇଥିବ କାଗଜ ପଟା ଉପରେ, ତାହେଲେ ତାକୁ କଣ ନୀତି ବା ଫାଇଲ କୁହାଯାଏ। ବୁଝିପାରିଲ ସମସ୍ତେ? ତାପରେ ଦେଖିବା ଆମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯୋଉଟା କି ପ୍ରିଭିୟସ ଇୟରରେ ଆସିଥିଲା ହେଲା। ଦେଖନ୍ତୁ ପିଲାମାନେ, କାର୍ଯ୍ୟାଳୟରେ ଓଡ଼ିଆ ଲିଖନ ବିଧି ହେଲା। କାର୍ଯ୍ୟାଳୟ ଓଡ଼ିଆ ଲିଖନ ବିଧିର ଆଜି ଆମେ ଦେଖିବା ମେନ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆଉ ଦେଖିବା ଜାଣିବା ଯାହାକି ତମର ପ୍ରିଭିୟସ ଇୟର କ୍ୱେଶ୍ଚିନ୍ ଆସିଥିଲା। ଦେଖିବା ଚାଲନ୍ତୁ କଣ ଆସିଥିଲା। ନୀତି କଣ, ଏହାର ଲିଖନ ଓ ପ୍ରସ୍ତୁତି ପ୍ରକ୍ରିୟା ଆଲୋଚନା କର। ଦେଖ, ଏଇଟା ହିଁ ଆସିଥିଲା ପ୍ରିଭିୟସ ଇୟର କ୍ୱେଶ୍ଚିନରେ ହେଲା। ସବୁ ଥରକ ବି ଆସେ, ଏଇଟା ଇମ୍ପୋର୍ଟାଣ୍ଟ ସବୁବେଳେ କ୍ୱେଶ୍ଚିନ୍ଟା। ଏଇ କ୍ୱେଶ୍ଚିନ୍ଟା ଯିଏ ପଢି ରଖିଲା ସିଏ ଭଲ ରେଜଲ୍ଟ କଲା। କାହିଁକି ନା ଗୋଟେ ଜିନିଷ ହଉଛି ପଢିବା ଲେଖିବା ଭିତରେ ଫରକ ଅଛି। ତମେ ଦେଖ, ଗୋଟେ ଜିନିଷକୁ ନିଜ ଭାଷାରେ ଲେଖିଦେଲ, ନିଜ ଭାଷାରେ ଯଦି ତମେ ପଢୁଛ ତାହେଲେ ବହୁତ ହି ଭଲ ରେଜଲ୍ଟ ହବ। ନିଜ ଭାଷାରେ ହିଁ ଲେଖିବ ହେଲା। ତ ଦେଖ, ଆନ୍ସର ଦେଖ, ତାର ଉତ୍ତର ଦେଖ, ତାପରେ ତାକୁ ଲେଖି ରଖ, ସବୁ କିଛି ନୋଟ୍ କର। ଯାହାର ଯାହା ଡାଉଟ୍ ରହିଛି ଟେଲିଗ୍ରାମରେ ଜଏନ୍ ହୋଇକି ଜଣାଅ, କିମ୍ବା କମେଣ୍ଟରେ ବି କହିପାର, ତାର ମୁଁ ସଲ୍ୟୁସନ୍ ଦେଇଦେବି। ଓକେ। ଆଉ ଯଦି ବି ତମର PDF ଦରକାର ଅଛି, ଆର୍ ସର୍ଟ କ୍ୱେଶ୍ଚିନ୍ କି PDF ଯାହା ବି କିଛି ଡାଉଟ୍ ଅଛି କମେଣ୍ଟରେ ଜଣେଇବ। ଓକେ। ଦେଖ, ଆନ୍ସର ଦେଖ ଆଉ ନୋଟ୍ କର ସମସ୍ତେ। ଆବଶ୍ୟକ କାର୍ଯ୍ୟାଳୟ ତାର ସଫଳତା ଓ ବିଫଳତାର ତଥ୍ୟ ଓ ସଂରକ୍ଷଣ କେନ୍ଦ୍ରବିନ୍ଦୁ ହେଉଛି ନୀତି। ନୀତି କଣ ନା, ଆବଶ୍ୟକ କାର୍ଯ୍ୟାଳୟ ତାର ସଫଳତା ଓ ବିଫଳତାର ତଥ୍ୟ ସଂରକ୍ଷଣର କେନ୍ଦ୍ରବିନ୍ଦୁ ହେଉଛି ନୀତି ହେଲା। ସେ କଣ କହିଛି, ନୀତି କଣ ପଚାରିଲେ ନୀତି କଣ, ଆମେ ଆନ୍ସରଟା ହେଇଗଲା। ତ ଏଇଟା ପ୍ରଥମ ତାର ପଏଣ୍ଟ, ବଢିଆ ପଏଣ୍ଟ, ଏକୁ ମନେ ରଖିବ। ଏହାର ଲିଖନ ପ୍ରସ୍ତୁତି ଆଲୋଚନା କର, ସେଟା ପରେ ଦେଖିବା। ପ୍ରଥମେ ଦେଖ ନୀତି କଣ, ବୁଝ ସମସ୍ତେ। ଆବଶ୍ୟକ କାର୍ଯ୍ୟ କହିଲେ ମୁଖ୍ୟତଃ ନୀତି ପ୍ରସ୍ତୁତି, ନୀତିକରଣ ଓ ନୀତିର ଦାୟବଦ୍ଧତା ପ୍ଲସ୍ କଣ ଦେଇଛି, କାର୍ଯ୍ୟାଳୟର ବିଭାଗ ବା ସଂସ୍ଥା ସମ୍ବନ୍ଧୀୟ ତଥ୍ୟ ହେଲା। ଏଇ ସବୁକୁ ନେଇ କଣ ନୀତି ପ୍ରସ୍ତୁତି। ତାପରେ ଦେଖ, ଅନ୍ତରୀଣ ଓ ବହି ବ୍ୟାପାର ପ୍ରସଙ୍ଗ, ପ୍ରସ୍ତାବ, ଆଦେଶ, ଅଧିନିୟମ, ସରକାରୀ ଓ ଆନୁଷ୍ଠାନିକ ନିର୍ଦ୍ଦେଶନାମା, ଉଚ୍ଚ କର୍ତ୍ତୃପକ୍ଷ ଆଦେଶନାମା, କର୍ମଚାରୀଙ୍କ ବୃତ୍ତିଗତ ବିବରଣୀ, ବିଭାଗୀୟ ସୂଚନା, ଆର୍ଥିକ ନୀତି, ବ୍ୟାପାରର ସମସ୍ତ ତଥ୍ୟ, ସୂଚନା, ବିବରଣୀ ଓ ସଂସ୍ଥାର ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିବରଣୀ ଇତ୍ୟାଦି ସାଧାରଣତଃ ନଥିରେ ପୁଞ୍ଜୀଭୂତ ଓ ସଂରକ୍ଷିତ ହୋଇଥାଏ। କାର୍ଯ୍ୟାଳୟ ଦାୟିତ୍ୱ ସମ୍ପାଦନର ସକଳ ପ୍ରକାର ତତ୍ତ୍ୱବିଧାନ, ପ୍ରଶାସନିକ, ଅର୍ଥନୈତିକ, ତାପରେ କଣ ଦେଇଛି, ଅମଲତାନ୍ତ୍ରିକ ଓ ସର୍ବସାଧାରଣୀୟ କାର୍ଯ୍ୟଧାରାକୁ ନୀତିକରଣ ବ୍ୟବସ୍ଥା ରୂପେ ଗ୍ରହଣ କରାଯାଇପାରେ। ନୀତିକରଣର ବିଧାନ ହେଉଛି, ତାର ଏତିକି ପଏଣ୍ଟ ସବୁ ଦେଇଛି। ଦେଖ, ପଏଣ୍ଟ ଦେଇଛି, ତମେ କଣ କରିବ ନା, ଆକୁ ଦବ 1 ନମ୍ବର, ଆକୁ ଦବ 2 ନମ୍ବର, 3 ନମ୍ବର, ଏଇଭଳିଆ ତମର ପଏଣ୍ଟ ଦେଇକି ତମେ ଲେଖିବ। ଯାହା ହେଲେ କି ତମର ରେଜଲ୍ଟ ଭଲ ହେବ ହେଲା। ସମସ୍ତେ କଣ କରିବେ ନା, ପଏଣ୍ଟ ଦେଇ ଲେଖ। ଯେମିତି ଲେଖୁଛ ଲେଖ, କିନ୍ତୁ ପଏଣ୍ଟ ଦେଲେ ମାର୍କ ଉଠିବ ସମସ୍ତଙ୍କର, ଏବେଠାରୁ କହି ରଖୁଛି। କାର୍ଯ୍ୟାଳୟର ସକଳ ପ୍ରକାର, ପ୍ରଥମ ପଏଣ୍ଟ ଦେଲେ କାର୍ଯ୍ୟାଳୟର ସକଳ ପ୍ରକାର ବିଭାଗୀୟ ତଥ୍ୟ
ବିବରଣୀ କାର୍ଯ୍ୟକ୍ରମର ନିୟମର ଖସଡ଼ା ଓ ତାହାର ପ୍ରତିପାଦନ ପ୍ରଗତି ପ୍ରୟୋଗ ସମ୍ବନ୍ଧୀୟ ସୂଚନା ପ୍ରମାଣିକ କାର୍ଯ୍ୟପତ୍ର ମାନେ ଯୋଉଟା ରେକର୍ଡ କର ଭାବରେ ଯେଉଁ ମୋଟା ମଲାଟ ଆଚ୍ଛାଦନ ଭିତରେ ନାଲି ବସ୍ତ୍ର କାଗଜ ପଟା ଉପରେ ବନ୍ଧା ହୋଇ ରହିଥାଏ ହେଲା, ତାହାକୁ ନୀତି ଫାଇଲ କୁହାଯାଏ। କାହାକୁ ନୀତି ଫାଇଲ କୁହାଯାଏ? ନା ଯୋଉ ରେକର୍ଡ ଗୁଡାକ ସବୁ ନାଲି ବସ୍ତା କାଗଜ ପଟାରେ ବାନ୍ଧି ହୋଇ ରହିଥାଏ ତାକୁ ନୀତି ଫାଇଲ କୁହାଯାଏ। ଏ ଗଲା ଗୋଟେ ପଏଣ୍ଟ ଦେଖିଲ। ତାପରେ ଦେଖ, ତାପରେ ସେକେଣ୍ଡ ପଏଣ୍ଟ, ନୀତି ମଲାଟର ବାମ ପାଖରେ ଉପରଭାଗସ୍ଥ କୋଣର ଚିତ୍ର କରି ଅଥବା ଚିତ୍ର ବୋତାମ ଲଗାଇ ସୂତାବଦ୍ଧ ସଂଯୋଗ କରାଯାଏ। ଏ ଗଲା ଦ୍ୱିତୀୟ ପଏଣ୍ଟ। ତାପରେ 3 ନମ୍ବର ପଏଣ୍ଟ, ନୀତି ମଲାଟର ଭିତର ଅଂଶର ଡାହାଣ ପାଖରେ ଗ୍ରହଣ କରାଯାଇଥିବା ବାହ୍ୟ ଚିଠି, ଆନୁବିଧିକ ଆଦେଶ ଇତ୍ୟାଦି ସଂଯୁକ୍ତ ହୋଇ ଗ୍ରନ୍ଥ ହୋଇ ରହିଥାଏ। ବାମ ପାଖରେ ବିଷୟ ସଂକ୍ରାନ୍ତୀୟ ଅନୁମୋଦନ ପ୍ରସ୍ତାବ, ଚିଠା, ସୁପାରିଶ, ଟିପ୍ପଣୀ ସୂଚକ ଟିପ ସଂଯୁକ୍ତ ହୋଇଥାଏ। ଇଏ ଗଲା 3 ନମ୍ବର ପଏଣ୍ଟ ହେଲା। ସମସ୍ତେ ପଢିବ, ନ ପଢିଲେ କେମିତି ଲେଖିବ? ତାପରେ ଦେଖ, ତାପରେ 4 ନମ୍ବର ପଏଣ୍ଟ, ନୀତି ମଲାଟର ଅଗ୍ରଭାଗରେ ସଂସ୍ଥା କାର୍ଯ୍ୟାଳୟର ନାମ, ତାର ମୌଳିକ ଚିହ୍ନ ମୁଦ୍ରିତ ହୋଇଥାଏ। କଣ ମୌଳିକ ଚିହ୍ନ ମୁଦ୍ରିତ ହୋଇଥାଏ? ଏହା କାର୍ଯ୍ୟାଳୟର ସ୍ୱତନ୍ତ୍ର ଦର୍ଶାଇଥାଏ। କଣଟା? ଏ ଯୋଉ ମୁଦ୍ରିତଟା ହୋଇଥାଏ ସେଟା କଣ? କାର୍ଯ୍ୟାଳୟ ସ୍ୱତନ୍ତ୍ରତାକୁ ଦର୍ଶାଇଥାଏ, ମାନେ ଦେଖାଇଥାଏ ହେଲା। ନୀତିର ଗ୍ରହଣ ଯୋଗ୍ୟତା ନିମନ୍ତେ ନୀତି ମଲାଟ ଉପରେ କାର୍ଯ୍ୟାଳୟର ଗୋଇମୋହର ଛାପା ରହିବା ଯୁକ୍ତି ସଙ୍ଗୀତ ହେଲା। ପଏଣ୍ଟ ଦେଖ, ନୀତି ମଲାଟର କ୍ରମିକ ସଂଖ୍ୟା, କାର୍ଯ୍ୟାଳୟର ଆନୁଷଙ୍ଗିକ ବିଭାଗ, ବିଷୟ ସହିତ ଜଡ଼ିତ ଅନୁଷ୍ଠାନ, କର୍ମଚାରୀ, ବୃତ୍ତିଧାରୀର ନାମ, ଠିକଣା, ଶୀର୍ଷକ ଲେଖାଯିବ ନୀତି ମଲାଟ। ଏଥିସହିତ ଫାଇଲ ମଲାଟର ଉପର ଭାଗରେ ବର୍ଷ, ମସିହା, ଫାଇଲ ଭାଗ, ତଳ ଭାଗରେ ଫାଇଲ ସଂଖ୍ୟା, କ୍ରମିକ ସଂଖ୍ୟା, ବିଷୟାଦି ଲେଖାଯିବ ହେଲା। ସବୁ ଜିନିଷ ଲେଖାଯିବ ସେ ଫାଇଲ। ତାପରେ ଶେଷରେ ଫାଇଲଟି ପ୍ରଥମ ଖୋଲା ଦିବସ ସୂଚିତ ହେବା ଶ୍ରେୟସ୍କର, ଯଥା କେମିତି ଥିବ ଦେଖ ଫାଇଲଟା ପ୍ରଥମେ ଖୋଲା ଦିବସ ସୂଚିତ ହବ, ମାନେ ଉପରି ଏଠି ଦେଇଛି, ତା ଭାଗ ଦେଇଛି, ବର୍ଷ କେତେ 2006, ବେସରକାରୀ ମହାବିଦ୍ୟାଳୟ ବିଭାଗ, ଏମିତି ଲେଖା ହେଇଥିବ। ଦେଖ ଭାଗ କ ଅଥବା ଖ। ପୁରୀ ଜିଲ୍ଲା ନୀତି ନମ୍ବର ଦେଇଛି ଏଠି 205, ନିମ୍ନ ଭାଗ ଦେଇଛି କ୍ରମିକ ନମ୍ବର ସ୍ୱୀକୃତି, ତ ଏଠି ସେମିତି ଦେଇଛି ହେଲା। ଦେଖ କୋଉ ଭଳିଆ ଲେଖା ହେଇଛି, ତ ଏଇଭଳିଆ ତମେ ବି ଲେଖିବ, ସ୍କ୍ରିନଶଟ ନେଇଯାଅ ହେଲା। ତାପରେ ଦେଖ, ତାପରେ ପଏଣ୍ଟ ଦେଖ, ନୀତି ଉନ୍ମୋଚନ କେତେ? 7 ଜୁନ 2007 ହେଲା। ନୀତିକରଣ ଅଂଶଭୁକ୍ତି ପ୍ରତ୍ୟେକ କାଗଜ ପତ୍ରକୁ କ୍ରମାନ୍ୱୟରେ ରଖି ପ୍ରତ୍ୟେକ ଫର୍ଦ୍ଦର ପୃଷ୍ଠାର ଉପରି ଭାଗ ଡାହାଣ କୋଣରେ ପୃଷ୍ଠାଙ୍କ ପରିବର୍ତ୍ତନ ହେଲେ ବା ଭୁଲ ହେଲେ କଟାଯାଇଥିଲେ ଠିକ ପୃଷ୍ଠାଙ୍କୁ ଲେଖି ସମ୍ପୃକ୍ତ ଅମଲା କଟା ସ୍ଥାନରେ ଦାୟିତ୍ୱବଦ୍ଧତା ହେତୁ ସ୍ୱାକ୍ଷର କରିବେ ହେଲା। ଯଦି କୋଉଠି ଭୁଲ ହେଇଥାଏ ସେଠି କଣ କରିବେ ନା ପୁଣି ତାକୁ କଣ ମାନେ ତାକୁ ଠିକ କରିବେ। ସେ ପୃଷ୍ଠାକୁ ଯୋଉ ପୃଷ୍ଠାଟି ତାଙ୍କର ଯେତେବେଳେ ଭୁଲ ହେଇଯାଇଥିବ ତାକୁ ଆଉ ଥରେ କଣ କରିବେ, ସେ ପୃଷ୍ଠାକୁ ମାନେ ଠିକ କରିବେ। ଏହା ଦ୍ୱାରା ଭବିଷ୍ୟତରେ ହେତୁ ରଖି କେହି ବିଭିନ୍ନ ପୃଷ୍ଠା ଯୋଡ଼ି କିମ୍ବା କାଢ଼ି ନେଇ ପାରିବେ ନାହିଁ। ନୀତିଟି ବିଶ୍ୱସ୍ତ ଓ ଯଥାର୍ଥ ହୁଏ। ନୀତିର ବାମ ପାଖରେ ବନ୍ଧ ସୂତ୍ରରେ ଗନ୍ଥା ହୋଇଥାଏ। ବାମ ପାଖରେ କଣ ଯୋଉ ବାମ ପାଖରେ ଯୋଉ ବନ୍ଧ ସୂତ୍ରଟା ଥାଏ ତା ଦେହରେ ସେ କଣ ଗୁନ୍ଥା ହୋଇଥାଏ। ମୋଟା ଓ ଭିନ୍ନ ପ୍ରକାରର ସାମାନ୍ୟ ନୀଳ କିମ୍ବା ସାମାନ୍ୟ ଧୂସର ରଙ୍ଗର କାଗଜ ଫର୍ଦ୍ଦ, এই କାଗଜ ଫର୍ଦ୍ଦକୁ ଟିପ୍ପଣୀ କାଗଜ, ଟିପ୍ପଣୀ ଫର୍ଦ୍ଦ କୁହାଯାଏ।
କ'ଣ ଟିପ୍ପଣୀ କାଗଜ ବା ଟିପ୍ପଣୀ ଫର୍ଦ୍ଦ ମଧ୍ୟ କୁହାଯାଇଥାଏ। ଏ ଟିପ୍ପଣୀ ଅର୍ଥ ଟିପ୍ପଣୀ କର ହେଲା। ଅମଲା ସହାୟକ କିରଣୀ ଦେଖ, ବରିଷ୍ଠ ସହାୟକ କିରଣୀ ବିଭାଗୀୟ ଅଧିକାରୀ ତାର କ'ଣ ସଂଯୋଜକ କର୍ତ୍ତୃପକ୍ଷ, ସହ କର୍ତ୍ତୃପକ୍ଷ, ଉଚ୍ଚ କର୍ତ୍ତୃପକ୍ଷ ମାଧ୍ୟମ ଦେଇ ଟିପ୍ପଣୀ ଯୋଗ୍ୟ ପ୍ରତିପାଦ୍ୟ ପ୍ରସଙ୍ଗ ସିଦ୍ଧାନ୍ତ ଓ ମନ୍ତବ୍ୟ ଲେଖିଥାନ୍ତି ହେଲା। ଆଉ କ'ଣ ବିଭାଗୀୟ ଅଧିକାରୀ, ସଂଯୋଗ କର୍ତ୍ତୃପକ୍ଷ, ସହ କର୍ତ୍ତୃପକ୍ଷ, ଉଚ୍ଚ କର୍ତ୍ତୃପକ୍ଷ ସବୁ ପ୍ରସଙ୍ଗ ସିଦ୍ଧାନ୍ତ ତାର କ'ଣ ମନ୍ତବ୍ୟ ଲେଖିଥାନ୍ତି। କେମିତି ହେଲା ବୁଝିପାରିଲ ନୀତିଟା କେମିତି ଲେଖା ହେଲା ଏଠି? ଆଚ୍ଛା, ତ ଯଦି ବି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଯଦି କିଛି ଡାଉଟ୍ ଥିବ ତାହେଲେ କମେଣ୍ଟରେ ଜଣାଇବେ। ଆଗକୁ ଏଭଳି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।